ଏକ ସହରରେ ଜଣେ ଶିଳ୍ପପତି ରହୁଥିଲେ। ସେ ଚିନ୍ତା କଲେ ତାଙ୍କ ଗାଁକୁ ଯାଇ ଏକ କମ୍ପାନୀ କରିବା ଲାଗି। ସେ ମଧ୍ୟ ବାହାରି ପଡ଼ିଲେ ଗାଁ ଅଭିମୁଖେ। ଗାଁକୁ ଯିବା ବାଟରେ ଏକ ନଈ ପଡ଼ିଲା। ତାଙ୍କ କାରଟିକୁ ରଖିଦେଇ ଡଙ୍ଗାରେ ଯାଇ ବସିଲେ। ନାଉରିଆକୁ ପଚାରିଲେ, ମୋତେ ଚିହ୍ନିଛୁ? ମୁଁ କିଏ? ସେ କହିଲା, ନାଇଁ ବାବୁ, ମୁଁ ଆପଣଙ୍କୁ ଚିହ୍ନିନି। ଆଉ କହିଲେ, ଆରେ ତୁ ମୋତେ ଚିହ୍ନିନୁ? ତୁ କି ଲୋକଟେ କି? ସମସ୍ତେ ମୋତେ ଜାଣିଛନ୍ତି, ମୋର ନାଁ ଅଛି, ତୁ ମୋତେ ଜାଣିନୁ? ନାଉରିଆଟି କହିଲା, ନାଇଁ ବାବୁ, ମୁଁ ତ ଗାଁରେ ରହୁଛି। ଏ ଡଙ୍ଗାରେ ମୁଁ ଲୋକଙ୍କୁ ଏପାରିରୁ ସେପାରି କରୁଛି। ମୁଁ କେମିତି ଜାଣିବି? ମୁଁ ଆପଣଙ୍କୁ ଚିହ୍ନିନି। କିଛି ବାଟ ଆଗେଇ ଗଲେ ପୁଣି ଥରେ ବିଜନେସମ୍ୟାନ୍ ନାଉରିଆକୁ ପଚାରିଲା, ତୁ ଜାଣିଛୁ ଏଇ ଯେଉଁ ଦେଖାଯାଉଛି ଯେଉଁ ଜାଗା ଜମି ଅଛି ସେଠାରେ ମୁଁ ଗୋଟେ କମ୍ପାନୀ କରିବି। ସେଠି ପାଣି ବୋଟଲ ତିଆରି ହେବ, ପାଣି ସବୁ ବିକ୍ରି ହେବ ବୋଟଲରେ। କେବେ ପିଇଛୁ ପାଣି ବୋଟଲ ପାଣି? ନାଉରିଆ କହିଲା, ନାଇଁ ବାବୁ, ମୁଁ ପାଣି ବୋଟଲ ଦେଖିନି, ମୁଁ ସେଥିରୁ ପାଣି ଜମାରୁ ବି ପିଇନି। ସେଇଠୁ ବିଜନେସମ୍ୟାନ୍ ପୁଣି ହସିଲେ, ଆରେ କିଭଳିଆ ଲୋକ, ତୁ ବୋଟଲ ଦେଖିନୁ, ପାଣି ବି ପିଇନୁ। ଥଟ୍ଟା ଆରମ୍ଭ କରିଦେଲେ। ନାଉରିଆର ମନ ବହୁତ ଦୁଃଖ ହେଲା। ପୁଣି କିଛି ବାଟ ଆଗକୁ ଗଲା ପରେ ପୁଣି ତାକୁ ପଚାରିଲେ, ତୁ ପାଠ ପଢ଼ିଛୁ? ନାଉରିଆ ଉତ୍ତର ଦେଲା, ନାଇଁ ବାବୁ, ମୁଁ ପାଠ ପଢ଼ିନି। ପୁଣି ବିଜନେସମ୍ୟାନ୍ ହସିବାକୁ ଆରମ୍ଭ କଲେ। ନାଉରିଆ ବହୁତ ମନ ଦୁଃଖ କଲା। ନାଉରିଆ ଭାବିଲା, ମୋ ଜୀବନର ରହି କିଛି ଲାଭ ନାହିଁ। ଯଦି ମୁଁ ଏ ଦୁନିଆରେ କିଛି ଜାଣିନି, ଏମାନେ ମୋତେ ଥଟ୍ଟା କରୁଛନ୍ତି, ମୋ ଜୀବନର ମୂଲ୍ୟ କିଛି ବି ନାହିଁ। କିଛି ବାଟ ଗଲା ପରେ ହଠାତ୍ ଡଙ୍ଗାରେ ପାଣି ପଶିଗଲା। ନାଉରିଆ ଭାବିଲା, ତ ଡଙ୍ଗାରେ ପାଣି ପଶିଗଲାଣି, ଡଙ୍ଗା କିଛି ସମୟ ପରେ ବୁଡ଼ିଯିବ, କ'ଣ କରିବି? କିନ୍ତୁ ନାଉରିଆର ଏତିକି ସାହସ ଥିଲା ଯେ ସେ ନଈ ପହଁରା ଜାଣିଥିଲା। ଡଙ୍ଗା ବି ବୁଡ଼ିଗଲେ ସିଏ ନିଜକୁ ବଞ୍ଚେଇବା ସହିତ ଅନ୍ୟକୁ ବଞ୍ଚେଇ ପାରିବ। ବିଜନେସମ୍ୟାନ୍ ଡରିକି ଛାନିଆ ହେଇଗଲେ। କ'ଣ କରାଯିବ? ବିଜନେସମ୍ୟାନ୍ ଭାବୁଥାଏ, ମୁଁ ଆଜି ପାଣିରେ ବୁଡ଼ିଯିବି, ଡଙ୍ଗା ତ ବୁଡ଼ିଯିବ। ନାଉରିଆ ପଚାରିଲା, ସାର୍, ଆପଣ ପହଁରା ଶିଖିଛନ୍ତି? ବିଜନେସମ୍ୟାନ୍ ଉତ୍ତର ଦେଲା, ନା ମୁଁ ପହଁରା ଶିଖିନି। କ'ଣ କରାଯିବ? ମୋତେ ଉଦ୍ଧାର କରିପାରିବୁ ତ? ବାବୁ, ଆପଣ ମୋ ଉପରେ ବିଶ୍ୱାସ ରଖନ୍ତୁ। ମୁଁ ସିନା ପାଠ ପଢ଼ିନି, ବୋଟଲରେ ପାଣି ପିଇବା ଜାଣିନି, କିନ୍ତୁ ମୁଁ ଜଣକ ମଣିଷ ଜୀବନକୁ ଉଦ୍ଧାର କରିବାର ଶକ୍ତି ମୋ ପାଖରେ ଅଛି। ବିଜନେସମ୍ୟାନ୍ ବୁଝିପାରିଲେ। ମୋର କହିବା କଥା ହେଲା, ସାଙ୍ଗମାନେ, ଜୀବନରେ କାହାକୁ ବି ଥଟ୍ଟା ପରିହାସ କରନ୍ତୁ ନାହିଁ। କାହିଁକି ନା ଥଟ୍ଟା ପରିହାସ କଲେ ଆପଣ ସିନା ତାକୁ ଥଟ୍ଟା ପରିହାସ କରିବେ, ସମୟ ଆସିବ ସେଇ ଲୋକ ପାଖକୁ ଆପଣ ଦିନେ ନା ଦିନେ ଯାଇ ପହଞ୍ଚିବେ। ସମୟ ବଡ଼ ବଳବାନ। ଥ୍ୟାଙ୍କ ୟୁ। ସାଙ୍ଗମାନେ, ଯଦି କାହାଣୀଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ଲାଇକ୍ କରନ୍ତୁ, କମେଣ୍ଟ ମଧ୍ୟ କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହିଲି, ନମସ୍କାର।